ଓମ୍ ଶାନ୍ତି ସୁପ୍ରଭାତ। ଅମୂଲ୍ୟ ଆତ୍ମିକ ସନ୍ତାନ ଯେଉଁମାନେ କି ଏଇ ପୁରୁଣା ପତିତ ବ୍ୟକ୍ତ ଶରୀର ଏବଂ ବ୍ୟକ୍ତ ଦୁନିଆଠାରୁ ଊର୍ଦ୍ଧ୍ୱକୁ ଯିବାର ପୁରୁଷାର୍ଥ କରୁଛନ୍ତି, ସେମାନଙ୍କୁ ଅନ୍ତରର ସହିତ ଈଶ୍ୱରୀୟ ଶୁଭ ଅଭିନନ୍ଦନ, ଶୁଭେଚ୍ଛା, ସୁସ୍ୱାଗତ। ଉମଙ୍ଗ ଆଉ ଉତ୍ସାହ ଏପରି ଶକ୍ତି ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୁସି ବା ଆନନ୍ଦରେ ଉଡ଼ିବା ପାଇଁ ଡେଣା ଭଳି କାର୍ଯ୍ୟ କରିଥାଏ। ମାନସିକ ଏବଂ ଶାରୀରିକ ଶକ୍ତି ଯୋଗାଇଥାଏ, ଚାହେ ସେ ଦୁର୍ବଳ ଶରୀରଧାରୀ ହେଇଥାଉ ବା ଶାରୀରିକ ଅକ୍ଷମ ହୋଇଥାଉ। ଗୋଟିଏ ଛୋଟିଆ ସତ୍ୟ ଉପାଖ୍ୟାନଟିଏ କହିବି। ଆମର ନୂତନ ଘର ତିଆରି କାର୍ଯ୍ୟ ଚାଲିଥାଏ। ଶିଶୁପାଳଗଡ଼ ପଥୁରିଆ ମାଟି ନିଅଁ ଖୋଳା ହେବା ବେଳେ ସେଥିରୁ ବଡ଼ ବଡ଼ ପଥରମାନ ବାହାରୁଥାଏ। ସେଗୁଡ଼ିକୁ କାର୍ଯ୍ୟ ଚାଲୁଥିବା ପରିସର ବାହାରକୁ ଆଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁନଥାନ୍ତି କାମେକାମାନେ। ପରନ୍ତୁ ଏତେ ବଡ଼ ବଡ଼ ପଥର ନୁହେଁ ଯେ ଯାହାକୁ ଅଣାଯାଇପାରିବ ନାହିଁ, ମିଳିମିଶି ସହଜରେ ବି କଢ଼ାଯାଇପାରିବ। କିନ୍ତୁ ଆଗ୍ରହର ଅଭାବରୁ ସମସ୍ତେ ପଛଘୁଞ୍ଚା ଦେଉଥାନ୍ତି। ସେମାନଙ୍କ ଭିତରେ ଜଣେ ମଧ୍ୟବୟସ୍କ ଅତି ପତଳା ବ୍ୟକ୍ତି କାର୍ଯ୍ୟ କରୁଥାନ୍ତି, ଯିଏକି ମୋତେ ଦେଖିଲେ ରାମଭକ୍ତ ହନୁମାନ ଭଳି ଆଣ୍ଠୁମାଡ଼ି ବସିପଡ଼ି ଜୟ ଶ୍ରୀରାମ କହି ବିରାଟ ପ୍ରଣାମଟିଏ ଜଣାନ୍ତି। ମୁଁ କହିଲି, ଆରେ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଉଠେଇ ଆଣିଥିଲେ। ଆମର ଏତେ ଜଣ ମହାବୀର ଅଛନ୍ତି, ସାମାନ୍ୟ ପଥରକୁ ହଟେଇ ପାରୁନାହାନ୍ତି। ଏହା ଶୁଣିବା କ୍ଷଣି ସେହି ପତଳା ବ୍ୟକ୍ତି ଜଣକ ଖଣ୍ଡେ ମୋଟା ବାଉଁଶ ସାହାଯ୍ୟରେ ବଡ଼ ପଥର ଖଣ୍ଡକୁ ଗଡ଼େଇ ଗଡ଼େଇ ବାହାରକୁ ନେଇ ଆସିଲେ। ତାଙ୍କ ଦେଖା ଦେଖି ସମସ୍ତେ ମଧ୍ୟ ଲାଗିଗଲେ। ଚାହୁଁ ଚାହୁଁ ସବୁ ପଥର ଖଣ୍ଡମାନ ବାହାରକୁ ଆସିଗଲା। କହିବାର ତାତ୍ପର୍ଯ୍ୟ ଯେ ତାଙ୍କଠାରୁ ବଳଶାଳୀ ବ୍ୟକ୍ତି ଯାହା କରିପାରୁନଥିଲେ, କେବଳ ଉମଙ୍ଗ ଆଉ ଉତ୍ସାହ ଭରି ଦେବାରୁ ତାଙ୍କ ଶରୀରରେ କାହୁଁ ଯେପରି ଅମାପ ଶକ୍ତି ମାଡ଼ି ଆସିଲା। କାରଣ ମାନସିକ ସ୍ତରରେ ସେ ନିଜକୁ ଶକ୍ତିଶାଳୀ ଅନୁଭବ କରିନେଲେ ମହାବୀର ହନୁମାନଙ୍କ ଭଳି। ତେଣୁ ବଡ଼ରୁ ବଡ଼ କାର୍ଯ୍ୟ ମଧ୍ୟ ତାଙ୍କୁ ନଗଣ୍ୟ ଭଳି ମନେହେଲା। ବର୍ତ୍ତମାନ ସମାଜରେ ସେହି ଆତ୍ମିକ ଶକ୍ତି ହୀନ ହୋଇଯାଇଥିବା କାରଣରୁ ସମସ୍ତେ ସ୍ଥାଣୁ ହୋଇଯାଇଛନ୍ତି, ଅର୍ଥାତ୍ ପାଞ୍ଚ ବିକାର ରୂପୀ ରାବଣର ଗୋଲାମ ହୋଇଯାଇଛନ୍ତି। ତେଣୁ ଭଗବାନ ଆସି ସମସ୍ତଙ୍କୁ ଉମଙ୍ଗ ଆଉ ଉତ୍ସାହ ରୂପକ ଡେଣା ଲଗେଇ ପୁନଶ୍ଚ ସମ୍ପୂର୍ଣ୍ଣ ମୁକ୍ତ ବିହଙ୍ଗ ରୂପରେ ଉଡ଼େଇବାର କାର୍ଯ୍ୟ କରୁଛନ୍ତି। ଏଇ ବ୍ୟକ୍ତ ଦୁନିଆ ଏବଂ ବ୍ୟକ୍ତ ଶରୀରର ଆଧାର ନେଇ ଯେଉଁ ଆତ୍ମିକ ସନ୍ତାନମାନେ ପରମାତ୍ମ ମିଳନ ମନେଇବା ପାଇଁ ଆସିଛନ୍ତି, ସେମାନଙ୍କର ସ୍ନେହ ସମ୍ପନ୍ନ ମିଳନର ଭାବନା ଏବଂ ସମ୍ପୂର୍ଣ୍ଣ ହେବାର ଶ୍ରେଷ୍ଠ କାମନାର ଶୁଭ ଉମଙ୍ଗ ଉତ୍ସାହର ତରଙ୍ଗକୁ ବାପ ଦାଦା ଦେଖୁଛନ୍ତି। ଏଠାରେ କହି ରଖେ, ବାପ ଦାଦା ଅର୍ଥାତ୍ ନିରାକାର ଶିବ ବାବା, ବ୍ରହ୍ମା ବାବା ବା ଦାଦା ତାଙ୍କ ସହିତ ମିଶି ଆତ୍ମିକ ସନ୍ତାନମାନଙ୍କ ସହିତ ମିଳନ ମନାଉଛନ୍ତି। ଏଇ ଆରାବଳୀ ପର୍ବତ ଶ୍ରେଣୀରେ ଯାହାର ନାମ ରଖିଛନ୍ତି ମଧୁବନ। ଅନେକ ବାର ଆସିଥିବା ଏବଂ ପ୍ରଥମ ଥର ମିଳନ ମନାଉଥିବା ସନ୍ତାନମାନଙ୍କର ମଧ୍ୟରେ ଉମଙ୍ଗ ଉତ୍ସାହ ଭରି ରହିଛି।
ତେବେ ବାବା କହୁଛନ୍ତି ଜ୍ଞାନ ଯୋଗ ରୂପକ ଡେଣା ତ ସମସ୍ତଙ୍କ ପାଖରେ ଅଛି, କିନ୍ତୁ ପ୍ରତ୍ୟକ୍ଷ ସ୍ୱରୂପରେ ପ୍ରତ୍ୟେକ କାର୍ଯ୍ୟରେ କିପରି ବି କାର୍ଯ୍ୟ ହେଇପାରେ। ଚାହେ ବାସନ ମାଜିବାର ହେଇଥାଉ, ଝାଡ଼ୁ ସଫା କରିବାର କାର୍ଯ୍ୟ ହେଇଥାଉ ବା ସାଧାରଣ କର୍ମ ହଉ, କିନ୍ତୁ ସେଥିରେ ମଧ୍ୟ ଉମଙ୍ଗ ଉତ୍ସାହ ସ୍ୱାଭାବିକ ଏବଂ ନିରନ୍ତର ହେବା ଉଚିତ। ତେବେ ଉମଙ୍ଗ ଉତ୍ସାହ ଦ୍ୱାରା ଦେହଧାରୀଙ୍କ ସ୍ନେହରେ ବାନ୍ଧି ହେବା ଅନୁଚିତ, କାରଣ ଏହା ଲକ୍ଷ୍ୟସ୍ଥଳରେ ପହଞ୍ଚେଇବା ପରିବର୍ତ୍ତେ ଆହୁରି ଲକ୍ଷ୍ୟ ଭ୍ରଷ୍ଟ ହିଁ କରେଇବ। ତେଣୁ ପରମାତ୍ମା ସ୍ନେହର ଅନୁଭବ ହିଁ ଦ୍ୱନ୍ଦ୍ୱରୁ ମୁକ୍ତ କରେଇ ପାରିବ, ତେଣୁ ଏବଂ ଲକ୍ଷ୍ୟସ୍ଥଳରେ ମଧ୍ୟ ପହଞ୍ଚେଇ ପାରିବ। କହିବା ବାହୁଲ୍ୟ, ଯିଏ ପରମାତ୍ମ ସ୍ନେହୀ ସେମାନେ ସ୍ୱତଃ ଭାବରେ ସମସ୍ତଙ୍କର ସ୍ନେହୀ ହେଇଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟ କେତେ ବି କଠିନରୁ କଠିନ ହେଇଥାଉ ତାଙ୍କୁ ଖେଳ ଭଳି ଅନୁଭବ ହେବ। ସେଥିପାଇଁ ଉମଙ୍ଗ ଉତ୍ସାହକୁ କାଏମ ରଖିବାକୁ ହେଲେ ଭଗବାନ ପ୍ରତ୍ୟହ ଯେଉଁ ମୁରଲି ଶୁଣଉଛନ୍ତି ବା ଶ୍ରୀମତ ଦେଉଛନ୍ତି ତାହାକୁ ନୋଟ୍ କରିବା ସହିତ ଅଭ୍ୟାସ କରିବା ଦରକାର। ବିନ୍ଦୁ ସ୍ଥିତିରେ ରହି ବିନ୍ଦୁ ପିତାଙ୍କୁ ମନେ ପକେଇ ବିତି ଯାଇଥିବା କଥାକୁ ବିନ୍ଦୁ ଲଗାଇ ଆତ୍ମିକ ବାର୍ତ୍ତାଳାପ କରିଚାଲ। ଜ୍ଞାନର ପଏଣ୍ଟ ଗୁଡ଼ିକୁ ମନନ ଚିନ୍ତନ କରିଚାଲ, ଯାହାକୁ କୁହାଯାଏ ସାଗର ମନ୍ଥନ। ତେବେ ସର୍ବଦା ମୁକ୍ତ ବିହଙ୍ଗ ସଦୃଶ ଉମଙ୍ଗ ଉତ୍ସାହରେ ଉଡ଼ି ଚାଲିବ। ବାବାଙ୍କ ଠାରୁ ମିଳିଥିବା ଜ୍ଞାନ ରୂପକ ସମ୍ପତ୍ତିରୁ ଗୋଟିଏ ଗୋଟିଏ ଜ୍ଞାନରତ୍ନକୁ ସମ୍ମୁଖକୁ ଆଣି ସେହି ସ୍ଥିତିର ଅନୁଭବ କରିବା ଦରକାର। ଯେତେବେଳେ ଯେଉଁ ସ୍ଥିତି ଭଲ ଲାଗୁଛି, ଅର୍ଥାତ୍ କେତେବେଳେ ଆତ୍ମିକ ସ୍ଥିତିର, କେତେବେଳେ ଫରିସ୍ତା ସ୍ୱରୂପର ଅଭ୍ୟାସ କରିବା ସହିତ ଆତ୍ମିକ ବାର୍ତ୍ତାଳାପ ମଧ୍ୟ କରିଚାଲିବା ଦରକାର। ଯେଉଁ ସମୟରେ ଯେଉଁ ସ୍ଥିତି ଭଲ ଲାଗୁଛି ସେହି ରୀତିରେ ମନେ ପକେଇଲେ ଉମଙ୍ଗ ଉତ୍ସାହ ସର୍ବଦା କାଏମ ରହିବା ସହିତ ବାବାଙ୍କ ଠାରୁ ସର୍ବସମ୍ପତ୍ତିର ଅଧିକାର ମଧ୍ୟ ପ୍ରାପ୍ତ ହୋଇପାରିବ। ଶିବ ବାବା କହୁଛନ୍ତି, ଏଇ ସଙ୍ଗମ ଯୁଗୀ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ଜୀବନରେ ଅଲୌକିକ ମୌଜର ଅନୁଭବ କରୁଥିବା କର୍ମର ଗୁହ୍ୟ ଗତିର ଜ୍ଞାତା ହୁଅ। କିନ୍ତୁ ମୌଜରେ ରହିବାର ଅର୍ଥ ଏହା ନୁହେଁ କି ଯାହା ଇଚ୍ଛା ତାହା କରିବା କି ନିଜ ମସ୍ତିରେ ରହିବା। ଏହା ହେଉଛି ଅଳ୍ପ କାଳର ମନ ମୌଜି। ଏହାଦ୍ୱାରା ସଦାକାଳର ଆତ୍ମିକ ମୌଜ ଦୂରେଇ ଯିବ। ଆତ୍ମିକ ମୌଜରେ ରହିବା ହିଁ ହେଉଛି ଯଥାର୍ଥ ବ୍ରାହ୍ମଣ ଜୀବନ। ତେଣୁ ମୌଜ କରିବା ସହିତ କର୍ମର ଗୁହ୍ୟ ଗତିର ଜ୍ଞାତା ମଧ୍ୟ ହୁଅ। ଅହମ୍ ଅର୍ଥାତ୍ ଅହଙ୍କାର, ବହମ୍ ଅର୍ଥାତ୍ ଅନୁମାନ କରିବା। ଏଇ ଅହମ୍ ଏବଂ ବହମ୍ କରିବା ପରିବର୍ତ୍ତେ ସମସ୍ତଙ୍କ ଉପରେ ରହମ୍ କର, ଅର୍ଥାତ୍ ଦୟାଭାବ ରଖ। ଆଚ୍ଛା, ଆଜି ପାଇଁ ଏତିକି। ପୁଣି ଆସନ୍ତାକାଲି ଆମେମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପରମ ପ୍ରିୟ ପରମାତ୍ମାଙ୍କର ଆଉ କିଛି ଅମୂଲ୍ୟ ମହାବାକ୍ୟକୁ ଆଲୋଚନା କରିବା, ଜୀବନରେ ଧାରଣ କରିବା, ନିଜର ଉନ୍ନତି ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର କାର୍ଯ୍ୟରେ ନିଜକୁ ସହଯୋଗୀ କରିବା।
ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।